ଆଜ୍ଞା ଆମେ ବର୍ତ୍ତମାନ ଉପସ୍ଥିତ ଅଛ ମାର୍ଶାଘାଇ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ଆଜି ଯୋଉ କାର୍ଯ୍ୟକ୍ରମ ହେଇଥିଲା ଆସନ୍ତୁ ଏ ବିଷୟରେ ପଚାରି ବୁଝିବା ତାଙ୍କଠାରୁ। ଆଜ୍ଞା ଟିକେ ପରିଚୟ ଦିଅନ୍ତୁ। ମୋ ନାଁ ହଉଛି ନିହାର ରଞ୍ଜନ ବିଶ୍ୱାଳ, ଓଡ଼ିଶା ସାଇନ୍ ଫାଉଣ୍ଡେସନ ଟ୍ରଷ୍ଟର ଜଣେ ସଦସ୍ୟ। କଣ ଆଜି ଯୋଉ ଗରିବ ନିରୀହ ଯୋଉ ଭାଇ ଭଉଣୀ ଦି ଜଣ ତାଙ୍କର ଛୋଟ ଗୁଜୁରାଣ ଦୋକାନ କରି ଚଳୁଛନ୍ତି, କଣ ସହଯୋଗ ସାହାଯ୍ୟର ହାତ ବଢାଇଲେ? ଆମେ ଗଣମାଧ୍ୟମରୁ ଖବର ପାଇଲୁ ଯେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଶିଳିପୁର ଗ୍ରାମ ପଞ୍ଚାୟତ ସଂଗ୍ରାମପୁର ଶାସନ ଗାଁରେ ଯେ ଆମର ରହୁଛନ୍ତି ମହେଶ୍ୱର ଦାସ ଏବଂ ତାଙ୍କର ଭଉଣୀ। ବ୍ୟକ୍ତିଗତ ଭାବରେ ମହେଶ୍ୱର ଦାସ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଏବଂ ତାଙ୍କର ବଡ଼ ଭଉଣୀ ସିଏ ହେଉଛନ୍ତି ଜଣେ ଫିଜିକାଲ ଚ୍ୟାଲେଞ୍ଜ ଦିବ୍ୟାଙ୍ଗ। ତେଣୁକରି ସିଏ ଦୁଇ ଭାଇ ଭଉଣୀ ଯୋଉ ଭଳିଆ ଦୁଷ୍ଟ ଅବସ୍ଥାରେ ଗୋଟେ ନିହାତି ଗୋଟେ ପାଲ ପଡ଼ିଛି, ଗୋଟେ ଭଙ୍ଗା ଚାଳ ଘର, ସେ ସେଠି ରହୁଛନ୍ତି ଏବଂ ଖାଦ୍ୟପେୟର ସମସ୍ୟା ଅଛି, ମେଡିସିନର ସମସ୍ୟା ଅଛି। ବିଭିନ୍ନ କଥା ଗଣମାଧ୍ୟମରୁ ଖବର ପାଇସାରିବା ପରେ ତୁରନ୍ତ ଆମେ ଓଏସ୍ଏଫ୍ ଟ୍ରଷ୍ଟ ତରଫରୁ ଆର୍ଥିକ ସହାୟତା ଧରି ସେ ପରିବାର ପାଖରେ ଆମେ ପହଞ୍ଚିଥିଲୁ ଏବଂ ତାଙ୍କୁ ସେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କଲୁ। କଣ ସବୁ ସାହାଯ୍ୟର ହାତ ବଢାଇଲେ? ସାହାଯ୍ୟ ଆମେ ବ୍ୟକ୍ତିଗତ ଭାବରେ ତାଙ୍କୁ କିଛି ଜିନିଷ ନଦେଲେ ବି ତାଙ୍କର ଯେହେତୁ ଅର୍ଥର ଆବଶ୍ୟକତା ଅଛି, ତେଣୁ ଆର୍ଥିକ ଦୃଷ୍ଟିରୁ ତାଙ୍କୁ ଆମେ ସହାୟତା ପ୍ରଦାନ କଲୁ। ଏଇଭଳି ଘଟଣା ରାଜନଗର ଯାଇଥିଲେ, ସହଯୋଗର ହାତ ବଢାଇଥିଲେ, ପୁଣି ଏଇଭଳି ଆଜି ଯୋଉ ମାଛ ଖାଇ ଆସିଛନ୍ତି, ଏଇଭଳି ସାହାଯ୍ୟ ସହଯୋଗ ସବୁଦିନ ପାଇଁ ଲାଗି ରହୁ। ଆଉ ଏ ବିଷୟରେ ଆଉ କଣ ବାର୍ତ୍ତା ଦେବେ? ଆଉ କଣ କାର୍ଯ୍ୟ ଯୋଉ ସାଇ ଫାଉଣ୍ଡେସନର ଆଉ କାର୍ଯ୍ୟ କଣ ଗରିବ ଗୁରୁବା ମାନଙ୍କ ପାଇଁ କଣ ସବୁ ବହୁତ ସେବାମୂଳକ କ୍ଷେତ୍ରରେ ଆମର ଓଏସ୍ଏଫ୍ ଟ୍ରଷ୍ଟର ସବୁ ସଦସ୍ୟମାନେ ଯାଇ ପହଞ୍ଚୁଛନ୍ତି। ସେ ବନ୍ୟା ହଉ, ବାତ୍ୟା ହଉ ବା କୌଣସି ଗୋଟେ ଆକ୍ସିଡେଣ୍ଟାଲ କେସ୍ ହଉ, ଗୋଟେ ପିଲା ପାଠ ପଢିବା ପାଇଁ ଚାହୁଁଛି କିନ୍ତୁ ତା ପାଖରେ ଅର୍ଥର ଅଭାବ ଅଛି, ସେ କ୍ଷେତ୍ରରେ ହଉ, ଯେକୌଣସି ଜାଗାରେ ବିପଦରେ ଲୋକ କିଛି ଅଛି ଖବର ମିଳୁଛି, ଆମେ ତୁରନ୍ତ ଯାଇକିରି ଆମର ଅନୁଷ୍ଠାନର ସକ୍ଷମ ଅନୁଯାୟୀ ପହଞ୍ଚୁଛୁ ଏବଂ ଆମେ ସେଠି ସେବା କରିବା ପାଇଁ ସୁଯୋଗ ଲାଭ। ପରିଚୟ ଦିଅନ୍ତୁ। ଶ୍ରୀ ବିଷ୍ଣୁ ଧରଣ ଧଳ, ଆଜ୍ଞା, ଓଡ଼ିଶା ସାଇନ୍ ଫାଉଣ୍ଡେସନର ଜଣେ ସଦସ୍ୟ। କଣ ଆଜିର କାର୍ଯ୍ୟ? ଆଜି କାର୍ଯ୍ୟକ୍ରମ ଆମେ ଯାଇଥିଲୁ ମାର୍ଶାଘାଇ ଗ୍ରାମକୁ କିଛି ସହଯୋଗ କରି ସେମାନେ କିଛି ଆର୍ଥିକ ସହାୟତା ଦେଇକି ଆସିଲେ। କଣ କେମିତି ସୂଚନା ପାଇଲେ ଏଇଭଳି ସେ ଗଣମାଧ୍ୟମରେ ଦେଖିଲୁ, ଆଉ ଦେଖିକିରି ଏମିତି ଘଟଣା ଏମିତି ପହଞ୍ଚିକିରି ନମସ୍କାର, ଜୟ ଜଗନ୍ନାଥ। ତପନ କୁମାର ମହାନ୍ତି, ଓଡ଼ିଶା ସାଇନ୍ ଫାଉଣ୍ଡେସନ ଟ୍ରଷ୍ଟର ଜଣେ ସକ୍ରିୟ ମେମ୍ବର। ଆଜି କଣ କାର୍ଯ୍ୟକ୍ରମ ଥିଲା ଯୋଉ ମାଛ ଖାଇ ଆସିଥିଲେ, କଣ କେମିତି ସୂଚନା ପାଇଲେ? ଆମେ ମାର୍ଶାଘାଇ ଗୋଟେ ଗଣମାଧ୍ୟମରେ ଖବର ପାଇବା ପରେ ଆଜି ଆମେ ମାର୍ଶାଘାଇ ଯାଇଥିଲୁ। ସେ ଅତି ପୋର ଫ୍ୟାମିଲି, ତାଙ୍କର ଭାଇ ଜଣେ ମେଣ୍ଟାଲ, ଭଉଣୀ ଜଣେ ଭଉଣୀ ଦିବ୍ୟାଙ୍ଗ, ଛୋଟ ଦୋକାନ କରିକିରି ଗୁଜୁରାଣ ମେଣ୍ଟାଉଥିଲେ। ଆମେ ତାଙ୍କୁ ଆର୍ଥିକ ସହାୟତା କିଛି କଲୁ, ଆର୍ଥିକ ସହାୟତା କରିକିରି ଆସିଲୁ ଆଜି। ଆଉ କଣ ସାଇନ୍ ଫାଉଣ୍ଡେସନ ବୃକ୍ଷରୋପଣ କରିବା ଆମର ତ ଓଡ଼ିଶା ସାଇନ୍ ଫାଉଣ୍ଡେସନ ଆମର ମଦନପୁର କଲେଜ ପାଖରେ ଗୋଟେ ଫ୍ରି ପୋଷ୍ଟର ଡେଭଲପ ଚାଲିଛି। ଯୋଉମାନେ ଶିଖିବାକୁ ଚାହୁଁଛନ୍ତି ଆଜି ରେଜିଷ୍ଟ୍ରେସନ କରି ସେମାନେ ଶିଖିପାରିବେ। ଆଉ ଆମର ବନ୍ୟା ବାତ୍ୟା କତରୁ ଆରମ୍ଭ କରି ଯେକୌଣସି ପୁଅର ଫ୍ୟାମିଲି ବ୍ଲଡ ଦରକାର, ମେଡିକାଲ ଫାସିଲିଟି ଯୋଉ ଅସୁବିଧା ପୁଅର ଫ୍ୟାମିଲି ଅଛନ୍ତି ତାଙ୍କୁ ଆମେ ସହଯୋଗର ହାତ ବଢାଉଛୁ। ଏଭଳି ବହୁତ ପ୍ରକାର ଗଛ ଲଗାଇବାକୁ ଆରମ୍ଭ କରି ବହୁତ ପ୍ରକାର ଆମେ କାମ କରୁଛୁ। ଆମର ମୂଳ ଲକ୍ଷ୍ୟ ସେବା। ଯେକୌଣସି ମେଡିକାଲ ଯାଇପାରୁନି, ଅର୍ଥ ଅଭାବ ଅଛି, ଆଜ୍ଞା, ପାଠ ପଢି ପାରୁନି, ଆଜ୍ଞା ଆଜ୍ଞା, ତାକୁ ପଢେଇବାର ବ୍ୟବସ୍ଥା କରୁଛୁ। ଯୋଉମାନଙ୍କର ମେଡିକାଲ ଅତି ପୁଅର ଫ୍ୟାମିଲି ଯୋଉମାନଙ୍କର ଅଛନ୍ତି ମେଡିକାଲ ଫାସିଲିଟି ମାନଙ୍କୁ ସହାୟତା କରୁଛୁ। ସବୁ ପ୍ରକାର ସେବା କାର୍ଯ୍ୟ ଚାଲିଛି। ଆଉ ଆଜ୍ଞା, ଅଶୋକ କୁମାର ସାହୁ ବାଣୀରୁ ପଟ୍ଟାମୁଣ୍ଡାଇ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।